ମୁଁ ଆଶିଷ, ବୟସ 19, ଉଚ୍ଚତା 5 ଫୁଟ 8 ଇଞ୍ଚ। ମୋ ଭାଇ ନାମ ଦେବାଶିଷ, ବୟସ 25। ସେ ନୂଆ ନୂଆ ବିବାହ କରିଥାନ୍ତି। ପ୍ରିୟା ମୋ ଭାଉଜ, ବୟସ 22, ଉଚ୍ଚତା 5 ଫୁଟ 2 ଇଞ୍ଚ। ମୁଁ କଲେଜରେ ଗ୍ରାଜୁଏସନ୍ କରୁଥାଏ। ମୋର ଫାର୍ଷ୍ଟ ଇୟର। ମୋ ଭାଉଜଙ୍କର ମଧ୍ୟ ସେଇ କଲେଜରେ ଗ୍ରାଜୁଏସନ୍ କରନ୍ତି। ତାଙ୍କର ଫାଇନାଲ ଇୟର। ସେ ଦେଖିବାକୁ ବହୁତ ସୁନ୍ଦର। ମୋ ସାଙ୍ଗମାନେ ତାଙ୍କ ବିଷୟରେ ବହୁତ ଅଭଦ୍ର କଥାବାର୍ତ୍ତା ହୁଅନ୍ତି। ଭାଉଜଙ୍କ ସୁନ୍ଦର ଗୋରା ଦେହ, ତାଙ୍କ ଫିଗର ଦେଖିଲେ ଯେକୌଣସି ମର୍ଦ୍ଦ ତାଙ୍କୁ ପାଗଳ କରିଦେବ। ତାଙ୍କ କଥା ଭାବି ମୁଁ ବହୁତ ଥର ମୋ ଦଣ୍ଡାକୁ ହଲେଇଛି। ଆମେ ଘରେ ମୋ ବାପା, ମା, ଭାଇ, ଭାଉଜ ଓ ମୁଁ ରୁହେ। ଆମେ 5 ଜଣ ସଦସ୍ୟ। ଭାଇ ଆର୍ମି ଚାକିରି କରିଥିଲେ। ସେ ଘରଠାରୁ ସବୁବେଳେ ଦୂରରେ ରୁହନ୍ତି। କେତେବେଳେ କେମିତି ଘରକୁ ଆସନ୍ତି। ମୁଁ ବହୁତ ଥର ପ୍ରିୟା ଭାଉଜଙ୍କୁ ପଟେଇବା ପାଇଁ ଚେଷ୍ଟା କରିଛି, କିନ୍ତୁ ସେ ସହଜରେ ପଟିବା ଲୋକ ନୁହନ୍ତି। ମୁଁ ଲୁଚି ଲୁଚି ତାଙ୍କ ରୁମ୍ରେ ପଶି ତାଙ୍କ ଚଡ଼ି ଓ ତାଙ୍କର ଉପର ଜିନିଷଗୁଡ଼ା ଶୁଙ୍ଘେ। ସବୁବେଳେ ରାତିରେ ଶୋଇଲା ବେଳେ ତାଙ୍କ କଥା ଭାବି ଭାବି ମୋ ଦଣ୍ଡାକୁ ମୁଁ ହଲାଏ। ଦିନେ ପ୍ରିୟା ଭାଉଜ ଗାଧୋଇବାକୁ ଯାଇଥିବା ବେଳେ ମୁଁ ତାଙ୍କ ରୁମ୍ରେ ପଶି ତାଙ୍କ ଚଡ଼ିକୁ ଶୁଙ୍ଘି ଶୁଙ୍ଘି ମୋ ଦଣ୍ଡାକୁ ଆଉଁଶୁଥାଏ ଓ ଧୀରେ ଧୀରେ କହୁଥାଏ, ଓ ମାଇ ଡାର୍ଲିଂ ପ୍ରିୟା, ମୋ ଭାଉଜ ପ୍ରିୟା, ତମେ ମୁଁ କରିବା ପାଇଁ ଚାହେଁ। ଏହିପରି ସମୟରେ ପ୍ରିୟା ଭାଉଜ ଆସି ମୋ ଆଗରେ ଠିଆ ହୋଇଥାନ୍ତି। ମୁଁ ନିଜ ଆଖିରେ ଖୋଲିଲା ବେଳେ ସେ ମୋ ଆଗରେ ଠିଆ ହୋଇଥିଲେ ଓ ମୋ ଆଡ଼କୁ ରାଗି କରି ଚାହାନ୍ତି। ମୁଁ ତାଙ୍କୁ ଦେଖି ଚମକି ପଡ଼ିଲି ଓ ଲାଜ ଓ ଭୟରେ ମୁଣ୍ଡ ତଳକୁ କରି ଠିଆ ହେଲି। ମୋ ପେଣ୍ଟ ଭିତରେ ମୋ ଦଣ୍ଡାଟା ଟେଙ୍ଗି ହୋଇଥାଏ ଓ ବାହାରକୁ ସ୍ପଷ୍ଟ ଜଣାପଡ଼ୁଥାଏ। ଛି, ତମେ ଏତେ ଅଭଦ୍ର, ପ୍ରିୟା ଭାଉଜ ରାଗି କରି କହିଲେ। ନିଜ ଭାଉଜ ବିଷୟରେ ଏମିତି ତମେ ଭାବୁଛ? ଛି। ଭାଉଜ ମୋତେ କ୍ଷମା କରିଦିଅ। ମୁଁ ଆଉ ଏମିତି କେବେ କହିବିନି। ପ୍ଲିଜ୍ ମୋ ଉପରେ ରାଗନି। ପ୍ଲିଜ୍। ମୁଁ କାକୁତି ମିନତି ହୋଇ ହାତ ଯୋଡ଼ି କହିଲି, ଏ କଥା ପ୍ଲିଜ୍ କାହାକୁ କହିବନି। ଭାଉଜ ମୋ ଆଡ଼କୁ ରାଗି କରି ଚାହିଁ କହିଲେ, ବାହାରି ଯାଅ ମୋ ରୁମ୍ରୁ। ଆଇ ହେଟ୍ ୟୁ। ଏମିତି ଦିନସାରା ଭାଉଜ ମୋ ସହ କଥା ହେଲେନି। ମୁଁ ଯେତେ ତାଙ୍କୁ ବୁଝିବାକୁ ଚେଷ୍ଟା କରୁଥାଏ ସେ ମୋତେ ରାଗି ଗାଳି କରୁଥାନ୍ତି, କିନ୍ତୁ ସେ କାହାକୁ ଏ ବିଷୟରେ କହିନଥାନ୍ତି। ରାତିରେ ଡିନର ସାରି ସମସ୍ତେ ଶୋଇବାକୁ ଗଲୁ। ଭାଉଜଙ୍କୁ ବସି ତାଙ୍କ ବେଡ୍ରୁମ୍ରେ ଟିଭି ଦେଖୁଥାନ୍ତି। ମୁଁ ତାଙ୍କୁ ଯାଇ ହାତ ଯୋଡ଼ି କ୍ଷମା ମାଗିଲି। ଯାଅ, ତୁମକୁ କ୍ଷମା କଲି, ହେଲେ ତୁମର କିଛି ସର୍ତ୍ତ ମାନିବାକୁ ହେବ। ଭାଉଜ କହିଲେ। ମୁଁ କହିଲି, କି ସର୍ତ୍ତ? ତମେ ମୋତେ ମଜା ଦବ। ଏ କଥା ଶୁଣି ମୋ ମନକୁ ଖୁସିରେ ନାଚି ଉଠିଲା। ମୁଁ ଉତ୍ସାହିତ ହୋଇ ପଚାରିଲି, କେମିତି ମଜା କରିବି? ଭାଉଜ କହିଲେ, ମୋତେ ତମେ ସବୁବେଳେ ରାତିରେ କରିବ। ମୋ ମନକୁ ଖୁସିରେ ନାଚି ଉଠିଲା। ମୁଁ ଭାଉଜକୁ କହିଲି, ତମକୁ ମୁଁ ସବୁ ରାତିରେ କରିବା ପାଇଁ ପ୍ରସ୍ତୁତ ଅଛି। ହଉ, ମୋ ପାଖରେ ବସ, ଏବେଠାରୁ ଆରମ୍ଭ କରିଦିଅ। ଭାଉଜ କହିଲେ। ମୁଁ ମୁଣ୍ଡ ଟୁଙ୍ଗାରି ହଁ ମାରିଲି। ତାପରେ ଭାଉଜ ମୋ ଦଣ୍ଡା ପେଣ୍ଟ ଉପରେ ଆଉଁସି କରି କହିଲେ, ତମ ଦଣ୍ଡାଟା ବହୁତ ମୋଟା ଆଉ ବଡ଼। ତମ ଭାଇଙ୍କଠୁ ବି ବଡ଼। ତମଠାରୁ ଖାଇଲେ ବହୁତ ମଜା ଆସିବ। ମୁଁ କହିଲି, ଆଜି ମୁଁ ତୁମକୁ ସ୍ୱର୍ଗର ସୁଖ ଦେବି। ମୋ ଭାଉଜ କହିଲେ, ମୋତେ ପ୍ରିୟା ବୋଲି ଡାକ। ମୋତେ ମଝିରେ ମଝିରେ ଗାଳି ମଧ୍ୟ ଦିଅ। ମୁଁ ଉତ୍ତେଜିତ ହେବି। ମୁଁ କହିଲି, ତମେ ଯାହା କହିବ ମୋ ସୁନ୍ଦରୀ ପ୍ରିୟା। ତାପରେ ସେ ମୋ ଦଣ୍ଡାକୁ ପେଣ୍ଟ ଭିତରୁ କାଢ଼ିଦେଲେ ଓ ବଡ଼ ବଡ଼ ଆଖିରେ ମୋ ଦଣ୍ଡାକୁ ଚାହିଁ କହିଲେ, ଓ କେତେ ବଡ଼ ଦଣ୍ଡା ତୁମର। ଭାଉଜ କହିଲେ, ଫିଲ୍ମରେ ମୁଁ ଏମିତିକା ଦଣ୍ଡାକୁ ଦେଖିଥିଲି। ମୁଁ କହିଲି, ତମେ ସେ ଫିଲ୍ମ ଦେଖିଛ? ଭାଉଜ କହିଲେ, ହଁ, ବହୁତ ଥର ଦେଖିଛି। ମୁଁ କହିଲି, ତୁମକୁ ବହୁତ ସରଳ ଓ ନିରୀହ ଭାବିଥିଲି। ତମେ ତ ସବୁ ଜାଣିଛ। ଆଜି ପୁରା ଫିଲ୍ମର ମଜା କଲା ଭଳି ଆମେ ମଜା କରିବା। ଭାଉଜ କହିଲେ, ହଁ, ବହୁତ ମଜା ଲାଗିବ। ତାପରେ ଭାଉଜ ମୋ ଦଣ୍ଡାରେ ପୁଳେ ଛେପ ପକେଇଦେଲେ। ହଲେଇ ହଲେଇ ପଚାରିଲେ, ଆଶିଷ, ତମେ କେବେ କେଉ ଟୋକିକି ପୂର୍ବରୁ କରିଛ? ମୁଁ କହିଲି, ନା, ମୁଁ କାହାକୁ ପୂର୍ବରୁ କରିନି। ଭାଉଜ କହିଲେ, ତାହେଲେ ତମେ ସିଙ୍ଗିଲ୍? ମୁଁ କହିଲି, ହଁ। ଭାଉଜ କହିଲେ, ହଉ, ତମକୁ କଲେଜରେ କୋଉ ଟୋକି ଭଲ ଲାଗେ? ମୁଁ କହିଲି, ମୋତେ କଲେଜରେ ପ୍ରାୟ ସବୁ ଟୋକି ଭଲ ଲାଗନ୍ତି। ମୁଁ ସେମାନଙ୍କ କଥା ଭାବି ଭାବି ରାତିରେ ଦଣ୍ଡାକୁ ହଲାଏ। ଭାଉଜ କହିଲେ, ନଟି ବୟ। ହଉ, କହିଲ, ମୋ ବିଷୟରେ ତମ ସାଙ୍ଗମାନେ କ'ଣ ସବୁ କଥା ହୁଅନ୍ତି? ମୁଁ କହିଲି, ସେମାନେ ବହୁତ ଅଭଦ୍ର କଥା ହୁଅନ୍ତି। ଭାଉଜ କହିଲେ, କ'ଣ କୁହନ୍ତି? ମୁଁ ଶୁଣିବି। ମୁଁ କହିଲି, ସେମାନେ ତୁମକୁ ମାଲ ବୋଲି ଡାକନ୍ତି, ତମ ଫିଗର ଭଲ କହନ୍ତି। କେହି କେହି ତମ ପଛ ବିଷୟରେ କମେଣ୍ଟ କରନ୍ତି। ସେମାନେ ତମକୁ କରିବାକୁ ମଧ୍ୟ ଇଚ୍ଛା କରନ୍ତି। ପ୍ରିୟା ଭାଉଜ ଏହି ସମୟରେ ମୋ ଓଠକୁ ଚୁମା ଦେଲେ। ମୁଁ ତାଙ୍କୁ ଜାବୁଡ଼ି ଧରି ଚୁଚୁମିବାରେ ଲାଗିଲି। ଏବେ ପ୍ରିୟା ଭାଉଜ ମୋତେ ଧୀରେ ଧୀରେ ଲଙ୍ଗଳା କରିବାକୁ ଲାଗିଲେ। କିଛି ସମୟ ପରେ ମୋତେ ସମ୍ପୂର୍ଣ୍ଣ ଲଙ୍ଗଳା କରି ଠିଆ କରିଦେଲେ। ମୋ ଦଣ୍ଡା ପୁରା ଟେଙ୍ଗେଇ ହୋଇ ରହିଥାଏ। ତାପରେ ସେ ନିଜର ବାଳ ମୁକୁଳା କଲେ। କି ସୁନ୍ଦର ଦେଖାଯାଉଥିଲେ। ସେ ପୁରା ହିରୋଇନ୍ ପରି ଦେଖାଯାଉଥିଲେ। ମୁଁ କହିଲି, ପ୍ରିୟା ଭାଉଜ, ପୁରା ହିରୋଇନ୍ ପରି ଦେଖାଯାଉଛ। ପ୍ରିୟା ଭାଉଜ ଥଟ୍ଟା କରି ଛଳରେ କହିଲେ, ତମେ ଆଜି ଗୋଟେ ହିରୋଇନକୁ କରିବାକୁ ଯାଉଛ।
ଏହା କହି ସେ ନିଜର ସମସ୍ତ ଡ୍ରେସ୍କୁ ଖୋଲିଦେଇ ସମ୍ପୂର୍ଣ୍ଣ ଲଙ୍ଗଳା କରିଦେଲେ। ଏବେ ଆମେ ଦୁହେଁ ପରସ୍ପର ଆଗରେ ଲଙ୍ଗଳା ହୋଇ ଠିଆ ହୋଇଥାଉ। ପ୍ରିୟା ଭାଉଜ ନଗ୍ନ ଦେହ ଦେଖି ମୁଁ ଅଧିକ ଉତ୍ତେଜିତ ହୋଇ ଉଠିଲି ଓ ଟଙ୍କାକୁ ଚୁମା ଦେବା ଆରମ୍ଭ କଲି। ଭାଉଜ ବି ମୋତେ କୁଣ୍ଢେଇ ଧରି ଚୁମା ଦେଲେ। ତାପରେ ମୁଁ ଭାଉଜଙ୍କୁ ଟେକି ନେଇ ଖଟ ଉପରେ ଶୁଆଇଦେଲି ଓ ତାଙ୍କର ଦୁଇଟାକୁ ଧରି ଖେଳିବାରେ ଲାଗିଲି। ତାଙ୍କର ଗାଲ ଓ ତାଙ୍କର ଓଠକୁ ଚୁଚିମିବାରେ ଲାଗିଲି। ଭାଉଜ ଆଖିରେ ମୁଜି ମଜା ନେଉଥିଲେ। ତାପରେ ମୁଁ ଧୀରେ ଧୀରେ ତାଙ୍କ ନାଭିକୁ ସଲ ସଲ କଲି। ଭାଉଜ ପାଟି ମେଲା ହୋଇଗଲା ଓ ସେ ସେଥିରୁ ଧୀର ସ୍ୱରରେ ଶବ୍ଦ କାଢ଼ି କହିଲେ। ତାଙ୍କ ପାଟି ଓ ଓଠକୁ ଦେଖି ମୋ ଦେହର ଉତ୍ତେଜନା ଖେଳିଗଲା। ମୁଁ ତାଙ୍କ ପାଟିରେ ନିଜର 2 ଆଙ୍ଗୁଳିକୁ ପୂରେଇ ଦେଇ ତାଙ୍କ ଜିଭ ସହ ଖେଳିବାରେ ଲାଗିଲି। ମୋ ଆଙ୍ଗୁଳି ସାରା ଟଙ୍କା ଲାଳ ଲାଗିଗଲା। ତାଙ୍କର ସେଇ ଲାଳକୁ ମୁଁ ଚାଟିବାରେ ଲାଗିଲି। ତାପରେ ମୁଁ ତାଙ୍କ ପାଟିରେ ମୋ ଜିଭକୁ ପୂରେଇ ଦେଇ ତାଙ୍କ ଜିଭ ସହ ଖେଳିଲି। ଆମେ ଦୁହେଁ ଦୁହିଁଙ୍କ ସହ ଏହିପରି କିଛି ସମୟ ଖେଳିଲା ପରେ ମୁଁ ପ୍ରିୟା ଭାଉଜଙ୍କ ଗାତରେ ହାତ ମାରିଲି। ତାଙ୍କ ଗାତ ପୁରା ଓଦା ଓ ଲାଳୁଆ ଲାଗୁଥାଏ। ମୁଁ ମୋର ଜିଭ ନେଇ ତାଙ୍କ ଗାତକୁ ଚାଟିଲି। ମୁଁ କହିଲି ତମ ଗାତ ବହୁତ ଟେଷ୍ଟି। ଭାଉଜ କହିଲେ ମୋର ବି ମୋ ଗାତର ରସ ଚଖାଅ। ମୁଁ ମୋ ଆଙ୍ଗୁଳିରେ ତାଙ୍କ ଗାତରେ ପୂରେଇଲି। ସେଇ ଆଙ୍ଗୁଳିକୁ ନେଇ ତାଙ୍କ ପାଟିରେ ପୂରେଇ ତାଙ୍କୁ ଚାଟିବାକୁ କହିଲି। ସେ ମୋତେ ଆଙ୍ଗୁଠି ଚାଟିବାରେ ଲାଗିଲେ। କିଛି ସମୟ ପରେ ଏହିପରି ଚାଲିଲା। ତାପରେ ମୁଁ ଭାଉଜକୁ କହିଲି ଏବେ ତମେ ମୋ ଦଣ୍ଡାକୁ ନିଜ ପାଟିରେ ପୂରାଅ। ମୁଁ ଠିଆ ହେଲି ଓ ଭାଉଜ ମୋ ଆଗରେ ଆଣ୍ଠୁ ବସି ମୋ ଦଣ୍ଡାକୁ ଚୁଚୁମିବାରେ ଲାଗିଲେ। ମୁଁ ଭାଉଜଙ୍କ ବାଳକୁ ହାତରେ ଧରି ତାଙ୍କୁ ମୋ ଆଡ଼କୁ ଟାଣୁଥାଏ ଓ ସେ ମୋ ଦଣ୍ଡାକୁ ତାଙ୍କ ତଣ୍ଟି ପର୍ଯ୍ୟନ୍ତ ପୂରେଇ ମଜା ନେଉଥାନ୍ତି। ମୋ ଦଣ୍ଡାଟି ଭାଉଜଙ୍କ ଲାଳରେ ଭିଜିଗଲା। କିଛି ସମୟ ପରେ ମୋ ଦେହ ଥରିଗଲା ଓ ଭାଉଜଙ୍କ ପାଟି ଭିତରେ ସବୁ ରସ ଝଡ଼ିଗଲା। ଭାଉଜ ସବୁ ରସ ଢୋକିଦେଲେ। ତାପରେ ମୋ ଦଣ୍ଡାକୁ ଚାଟିବାରେ ଲାଗିଲେ। ତାପରେ ଭାଉଜ ମୋତେ ଗୋଟେ ବଟିକା ଆଣିଦେଲେ ଓ ଖାଇବାକୁ କହିଲେ। ମୁଁ ପଚାରିଲି ସେଟା କ'ଣ ଯେ? କିଛି କହିଲେ ପଚାରନି। ମୁଁ ବଟିକାଟି ଖାଇବାର କିଛି ସମୟ ପରେ ମୋ ଦଣ୍ଡା ପୁଣି ଟେଙ୍ଗେଇଗଲା। ଭାଉଜ କହିଲେ ଏହିପରି ବଟିକାର ପ୍ରଭାବ ବହୁତ ସମୟ ପର୍ଯ୍ୟନ୍ତ ରହିବ। ତମେ ମୋତେ ବହୁତ ସମୟ ପର୍ଯ୍ୟନ୍ତ କରିପାରିବ। ମୁଁ କହିଲି ଆଜି ତୁମକୁ ମୁଁ ବହୁତ ସମୟ କରିବି। ଖାଇବାକୁ ପ୍ରସ୍ତୁତ ହୋଇଯାଅ ପ୍ରିୟା। ତାପରେ ମୁଁ ଭାଉଜଙ୍କୁ ଖଟ ଉପରେ ଶୁଆଇଦେଲି ଓ ତାଙ୍କ ଗୋଡ଼ ଦୁଇଟାକୁ ମେଲେଇ ଦେଲି। ଏବେ ମୁଁ ମୋ ଦଣ୍ଡାକୁ ନେଇ ତାଙ୍କ ଗାତରେ ପୂରେଇ କରିବାରେ ଲାଗିଲି। ଭାଉଜ କହୁଥାନ୍ତି ଜୋର ଜୋରରେ। ଭାଉଜ କହିଲେ ମୋ ଗାତକୁ ଆହୁରି ଜୋରରେ କରି ପକାଅ। ମୁଁ କହିଲି ଭାଉଜ ଆଜି ତୋ ଗାତକୁ ମୁଁ ଫଟେଇ ଦେବି। ଏମିତି କହି ମୁଁ ଜୋର ଜୋରରେ କରିବାକୁ ଲାଗିଲି। ମୋ ଦଣ୍ଡାଟି ଟିକେ ଟିକେ କାଟୁଥାଏ। ମୁଁ କହିଲି ମୋ ଦଣ୍ଡାଟା କାଟୁଛି। ଭାଉଜ କହିଲେ ଚିନ୍ତା କରନି। ପ୍ରଥମ ଥର ତ ସେଥିପାଇଁ କାଟୁଥିବ, ପରେ ମଜା ଲାଗିବ। ଏମିତି କିଛି ସମୟ କରିବା ପରେ ମୁଁ ଭାଉଜଙ୍କୁ କହିଲି ଏବେ ମୁଁ ଶୋଉଛି। ଆଉ ତମେ ମୋ ଦଣ୍ଡା ଉପରେ ବସ। ଭାଉଜ ହଁ କଲେ। ତାପରେ ମୁଁ ଶୋଇଲି। ଭାଉଜ ମୋ ଦଣ୍ଡାକୁ ନିଜ ଗାତରେ ପୂରାଇ ଉପର ତଳ ହୋଇ ଖାଇଲେ। ଏହିପରି ମୋ ଦଣ୍ଡାକ ଉପରେ ବସି କିଛି ସମୟ ଉପର ତଳ ହେଲେ। ତାପରେ ମୁଁ ଭାଉଜ ପ୍ରିୟାଙ୍କୁ ଡଗି ପୋଜ୍ କହିଲି। ସେ ଡଗି ପୋଜ୍ ଷ୍ଟାଇଲରେ ମୋ ଆଗରେ ରହିଲେ। ମୁଁ ତାଙ୍କ ପଛକୁ ହାତରେ ଧୀରେ ଧୀରେ ଚାପୁଡ଼ା ମାରିବାରେ ଲାଗିଲି ଓ ଭାଉଜ ଧୀରେ ଧୀରେ ମନକୁ କହୁଥାନ୍ତି। ମୁଁ କହିଲି ତମ ପଛ କେତେ ସୁନ୍ଦର। ମୁଁ ସବୁବେଳେ ତମ ପଛ କଥା ଭାବି ଭାବି ହଲେଇଛି। ଆଜି ମୁଁ ତୁମ ପଛକୁ କରିବି। ତମେ ଆଗରୁ କେବେ ପଛରେ ଖାଇଛ? ଭାଉଜ କହିଲେ ନା। ମୁଁ କହିଲି ମୁଁ ତୁମ ପଛରେ କରିପାରିବି କି? ଭାଉଜ କହିଲେ ହଁ। ତାପରେ ମୁଁ ଭାଉଜଙ୍କ ପଛରେ ମୋ ଦଣ୍ଡାକୁ ପୂରେଇ କରିବାରେ ଲାଗିଲି। ଏହିପରି କିଛି ସମୟ କରିବା ପରେ ମୁଁ ଭାଉଜଙ୍କ ମୁହଁରେ ମୋର ସବୁ ରସ ଢାଳିଦେଲି। ସେଇ ଦିନଠାରୁ ସବୁଦିନ ରାତିରେ ମୁଁ ମୋ ଭାଉଜଙ୍କୁ କରେ। ଆଶା କରୁଛି ମୋର এই କାହାଣୀଟି ଆପଣଙ୍କୁ ବହୁତ ଗରମ କରିଦେଇଥିବ। ଯଦି ଗରମ କରିଛି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ତଳେ କମେଣ୍ଟ ବକ୍ସରେ ଆପଣ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। କାହାଣୀଟି ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଏହି କାହାଣୀଟି କେବଳ ମନୋରଞ୍ଜନ ପାଇଁ ତିଆରି କରାଯାଇଛି। ଦୟାକରି ଆପଣ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି ରହୁଛୁ। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓ ଏକ ନୂଆ ଗରମ କାହାଣୀରେ। ଧନ୍ୟବାଦ।